ବାହାଘର ପରେ ସୁମନଙ୍କ ପ୍ରଥମ ଦିନ କେମିତି କଟିଲା ଆଉ ତାଙ୍କ ଶାଶୁ ଘରେ ସେ କେମିତି ସମୟ ବିତାଉଛନ୍ତି, ତାଙ୍କ ଶାଶୁ ଘରେ କିଏ କିଏ ଅଛନ୍ତି, ଆସନ୍ତୁ ତାଙ୍କ ଶାଶୁ ଘରର ସମ୍ପୂର୍ଣ୍ଣ ବିବରଣୀ ଜାଣିବା। ଆଉ ସେ ପ୍ରଥମ ଦିନ ଶାଶୁ ଘରେ କେମିତି କାଟିଲେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା। ତ ସେଥିପାଇଁ ଆପଣମାନେ ଆଜିର ଭିଡ଼ିଓଟିକୁ ପୁରା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏହା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଦର୍ଶକ ବନ୍ଧୁ, ଆପଣମାନେ ତ ସମସ୍ତେ ଜାଣିଥିବେ ସୁମନ ଆଉ ସପ୍ଲେନଙ୍କର ବାହାଘର ସରିଯାଇଛି। ଓଡ଼ିଆ ଘରର ପରମ୍ପରା ରୀତିନୀତି ଅନୁସାରେ ତାଙ୍କର ବାହାଘର ସମ୍ପୂର୍ଣ୍ଣ ହୋଇଛି। ବାହାଘର ପରେ ଏବେ ସପ୍ଲେନଙ୍କ ଘରକୁ ଏବେ ସବୁଦିନ ପାଇଁ ବହୁ ବେଶ ସାଜି ବଧୂ ବେଶ ସାଜି ଆଜି ତାଙ୍କ ଘରକୁ ଆସିଯାଇଛନ୍ତି ସୁମନ। ଆଉ ସୁମନ ଆଜି ତାଙ୍କ ଶାଶୁ ଘରେ ପ୍ରଥମ ଦିନ କେମିତି କାଟିଛନ୍ତି, ଶାଶୁ ଘରେ ଆଜି ସମସ୍ତଙ୍କୁ ନମସ୍କାର କରିଛନ୍ତି, ସମସ୍ତଙ୍କୁ ପଚାରି ବୁଝିଛନ୍ତି ଆଉ ସମସ୍ତଙ୍କ ପାଖରେ ବସି ହସ ଖୁସି ହେଉଛନ୍ତି। ଆଉ ଶାଶୁ ଘରେ ଓଡ଼ିଆ ଘରର ପରମ୍ପରା ରୀତିନୀତି ଅନୁସାରେ ବିବାହର 4 ଦିନରେ ଚତୁର୍ଥୀ କର୍ମ ହୁଏ। ଆଜି ହେଉଛି ତାଙ୍କ ଚତୁର୍ଥୀ। ଆଉ ଚତୁର୍ଥୀରେ ତାଙ୍କ ପରିବାରରେ ବହୁତ ସାରା ବନ୍ଧୁବାନ୍ଧବ ମାନେ ଭର୍ତ୍ତି ହୋଇଛନ୍ତି। ଆଜି ହେଉଛି ଚତୁର୍ଥୀ, ହାତ ଗଣ୍ଠି ପଡ଼ିବ, ଚତୁର୍ଥୀ ପିଣ୍ଡ ପଡ଼ିବ। ଆଉ ସାରା ପରିବାର ଲୋକମାନେ ଆଉ ସାଙ୍ଗସାଥି ତାଙ୍କର ବନ୍ଧୁବାନ୍ଧବ ସମସ୍ତେ ବହୁତ ଖୁସି ଅଛନ୍ତି। ଆଉ ଆଜି ତାଙ୍କର ରିସେପସନ୍ ପାର୍ଟି ପ୍ରୋଗ୍ରାମ ମଧ୍ୟ ରାତିକି ରହିଛି। କରିବା ପରେ ଆଜି ନିଜ ହାତରେ ଆଜି ରୋଷେଇ ଘରେ ପଶି ନିଜ ହାତରେ ରୋଷେଇ କରି କ୍ଷୀରି ତିଆରି କରି ଶାଶୁ ଶ୍ୱଶୁର ସ୍ୱାମୀ ଦିଅର ବନ୍ଧୁବାନ୍ଧବ ସମସ୍ତଙ୍କ ପାଟି ମୁହଁ ମିଠା କରାଇଛନ୍ତି। ତ ସୁମନ ଏବେ ତାଙ୍କ ଶାଶୁ ଘରେ ଗୋଟେ ଓଡ଼ିଆ ଘରର ବହୁ ଭାବରେ ଚଳୁଥିବାର ନଜରରେ ଆସିଛନ୍ତି। ଆପଣମାନେ ଏଠାରେ ଦେଖିପାରୁଥିବେ କେମିତି ଶାଶୁ ଘରେ ପ୍ରଥମ ଦିନ ଯାଇ କେମିତି ଫଟୋ ଉଠାଇ ସେୟାର କରିଛନ୍ତି ସୋସିଆଲ ମିଡ଼ିଆରେ। ଆଉ ସୁମନ ଆଉ ସପ୍ଲେନଙ୍କ ଯୋଡ଼ି ଆପଣମାନଙ୍କୁ କେମିତି ଲାଗୁଛି ଆମକୁ ନିହାତି ଭାବରେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।